हाय एवरीवन समस्त को नमस्कार। देखंतु वर्तमान ओसे पत्र पर गोटे गुरुत्वपूर्ण नोटिस आछि एलटीआर रिगार्डिंग। ये देखंतु वर्तमान एटा तो नुहे, एटा मेरिट लिस्ट रिजेक्ट लिस्ट तो केजीबीबी रे बलांगीर डिस्ट्रिक्ट ପାଇଁ। तो तापर देखंतु अछि नोटिस फॉर न्यूली रिक्रुटेड। देखंतु नोटिस फॉर न्यूली रिक्रुटेड हाई स्कूल टीचर्स एलटीआर। एठी आपण क्लिक कला परे एठी देखंतु नोटिस आछि, आज ही आछि 17/11 रे। Candidates provisionally selected for the post of PGD PCM, CPZ, PET, Telugu Urdu teachers in government secondary schools are hereby informed to report their allotted district as for the schedule below। এই তଳେ ଯୋଉ ଦିଆ ହେଇଛି ଆପଣଙ୍କର ଏଇଟା ହଉଛି କେବେ ଆପଣ DO ଅଫିସ ରେ ଯାଇ ରିପୋର୍ଟିଂ କରିବେ। ଆପଣଙ୍କର ସେଇଠି ହିଁ ଆପଣ ଆପଣଙ୍କ ଓରିଏଣ୍ଟେସନ ବିଷୟରେ ସେମାନେ କହିବେ। ଏଠି ଦେଖନ୍ତୁ ବର୍ତ୍ତମାନ ଆପଣଙ୍କ ରିପୋର୍ଟିଂ ଅଫ TGT PCM, CPZ, PET, Telugu Urdu teachers at their allotted district 20/11/2025 ରେ ଆପଣଙ୍କର ହବାର ଅଛି ରିପୋର୍ଟିଂ। ସେଇଠି ଆପଣ ମାନେ ଆପଣଙ୍କର with all relevant documents and certificates, ଆପଣ ଯାହା ବି ଭେରିଫିକେସନ ଟାଇମ ରେ ଡକୁମେଣ୍ଟ ସାର୍ଟିଫିକେଟ ନେଇଯାଇଥିଲେ ତ ସେଇ ସେମ୍ ହିଁ ଡକୁମେଣ୍ଟ ସବୁ ନେଇକି ଯିବେ। ଆଉ ସେଇଠି ହିଁ ଆପଣଙ୍କର କହି ଦିଆଯିବ ଯେ ବ୍ରିଫିଂ ଫର ଦ ଷ୍ଟେଟ ଲେଭେଲ ଓରିଏଣ୍ଟେସନ। ଆପଣଙ୍କ ଓରିଏଣ୍ଟେସନ ବି ବହୁତ ଶୀଘ୍ର ହବା ଯାଉଛି। ତ ଏଇ ଓରିଏଣ୍ଟେସନ ରିଗାର୍ଡିଂ ଆପଣ ସେଇଠି ହିଁ କହିଦେବେ ଯେ କେବେ ଓରିଏଣ୍ଟେସନ ହବ। ଆଉ ଆପଣ ଓରିଏଣ୍ଟେସନ ସେମାନେ ନେଇକି ଯିବେ କିମ୍ବା ଆପଣ ନିଜେ ହିଁ ନିଜ ଖର୍ଚ୍ଚରେ ଯିବେ। ତ ସେଇଠି ସେମାନେ କହିଦେବେ। ଆପଣଙ୍କ ପାଇଁ ବସ୍ ହେଇପାରେ ନ ହେଇ ବି ପାରେ। ତ ସମସ୍ତେ 20 ତାରିଖ ଯାଇକି ଆପଣଙ୍କର ଭେରିଫିକେସନ DO ଅଫିସରେ କରନ୍ତୁ। ଆଉ ଏଠି ଦେଖନ୍ତୁ ଲିଷ୍ଟ ଅଫ କ୍ୟାଣ୍ଡିଡେଟ୍ସ with allocated district is here appended herewith। ତ ବର୍ତ୍ତମାନ ଯୋଉ ପିଲାମାନେ ଯୋଉ ଡିଷ୍ଟ୍ରିକ୍ଟରେ ସିଲେକ୍ଟ ହେଇଛନ୍ତି ସେମାନଙ୍କର ଲିଷ୍ଟ ବି ଏଠି ପଳେଇ ଆସିଛି। ଏଠି ଦେଖନ୍ତୁ ଆପଣଙ୍କର ଅନୁଗୁଳରେ PET ପିଲାମାନଙ୍କର ସିଲେକ୍ସନ ଲିଷ୍ଟ, ସେମାନେ କୋଉ ଡିଷ୍ଟ୍ରିକ୍ଟ ହେଇଛନ୍ତି, ତାପରେ ପୁଣି CPZ, ପୁଣି PCM, ଏଇଭଳିଆ 30ଟା ଜିଲ୍ଲାର ଆପଣଙ୍କର ପିଲାମାନଙ୍କର ଲିଷ୍ଟ ଆଉ ତାଙ୍କର କୋଉ ଜିଲ୍ଲା ହେଇଛି। ତ ଏଟା ପୁରା ନୋଟିସ ପଳେଇ ଆସିଛି। ଆପଣ ଏଇ ହିସାବରେ ଆପଣଙ୍କ ଆଲଟେଡ୍ ଡିଷ୍ଟ୍ରିକ୍ଟକୁ ଯାଇପାରିବେ ହେଲା। ତ ବର୍ତ୍ତମାନ ଏତିକି ଥିଲା ଆଜିର ଇନଫର୍ମେସନ। ଓରିଏଣ୍ଟେସନ ବହୁତ ଶୀଘ୍ର ହବାକୁ ଯାଉଛି, ପାଖାପାଖି 4-5 ଦିନ ଭିତରେ ବି ହେଇଯାଇପାରେ DO ଅଫିସରେ ଯିବାର। ତ ସେଇଠି ଆପଣଙ୍କୁ ସେମାନେ କହିଦେବେ ଆପଣଙ୍କର କେବେ ଓରିଏଣ୍ଟେସନ ହବ ଆଉ ଆପଣ କେମିତି କଣ ଯିବେ। ତ ଆଜିର ଏତିକି ଥିଲା ଆଜିର ଇନଫର୍ମେସନ। ଥ୍ୟାଙ୍କ ୟୁ। ସମସ୍ତେ ସେଫଲି ରୁହନ୍ତୁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।